ସାଙ୍ଗମାନେ ଆଜି ଯାଉ ଯାଉ ବାଟରେ ଦେଖିଲି ମାଛ ମରା ହେଉଛି। ମାଛ ମରାରୁ ଗୋଟେ ଖଅଙ୍ଗା ମାଛଟେ ଡାଇରେକ୍ଟ ପଡ଼ି ଆଉ ଲୋଭ ସମ୍ବରଣ ନ କରିପାରି ତାକୁ ଧଇଲି 400 ଟଙ୍କା ଦେଇ। ଯାଇ ମାଛକୁ ସଫାସଫି କରି କାଟିଲି ପିସ୍ ପିସ୍ କରି ଫୋନ୍ କଲି କିଏ ମାଛ ଖାଇବାରେ ଆସ। ସତ୍ୟ ହଁ କଲା, ଅଲୟ କହିଲା ଆଇଁଷ ଛାଡ଼ି ଦେଇଛି। ମୁଁ କହିଲି ଆରେ ବିଲେଇ କ'ଣ ମାଛ ଛାଡ଼ି ଦେଇଛି ନା କ'ଣ? ସେଠୁ ବହୁତ ବୁଝାବୁଝି ପରେ ମାଛ ମ୍ୟାରିନେଟ୍ ହେଲା। ମ୍ୟାରିନେଟ୍ ପରେ ତାକୁ ବଢ଼ିଆ ସେ ଭାଜି ଦିଆଗଲା। ଖଅଙ୍ଗା ମାଛର ଗୋଟେ ବିଶେଷତ୍ୱ ହେଲା ସେଥିରେ କୁଆଡ଼େ କଣ୍ଟା ନଥାଏ, ଗୋଟାଏ କଣ୍ଟା। ଏଇଟା ସତ କି ନାହିଁ ମୁଁ ବି ଜାଣିନି, କିନ୍ତୁ ଆଜି ମାଛ ଖାଇଲା ପରେ ମୋତେ ତ କାହିଁ କଣ୍ଟା ଏତେ ଲାଗିଲାନି। କିଏ ଜାଣିଛନ୍ତି ଯଦି କହିବେ। ସେ ଯାହା ବି ହେଉ ବହୁତ ସୁନ୍ଦର ଭାବେ ମ୍ୟାରିନେଟ୍ କରି ଏବଂ ତାକୁ ଗୋଳେଇ ଗାଳେଇ ସତ୍ୟବାବୁ ଆମର ରୋଷେଇ କରିଦେଲେ। ଆଉ ଗୁଡ଼ୁମ ଗାଡ଼ୁମ କରି ଝୋଳଟା କିନ୍ତୁ ଖୁବ୍ ସୁନ୍ଦର ଦିଶୁଥିଲା। ତାକୁ ଲାଗିଲା ଅଧଘଣ୍ଟା ଘଣ୍ଟେ ଲାଗିଲା। ଆଉ ଝୋଳ